ନମ୍ବର 1 ବହୁଚର୍ଚ୍ଚିତ ଅଭିମନ୍ୟୁ ହତ୍ୟା ମାମଲା ଆସିଲା ରାୟ। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ସୋମବାର ରାୟ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଦୌରାଜଜ ରୂପଶ୍ରୀ ଚୌଧୁରୀ। ମାମଲାରେ ସମ୍ପୃକ୍ତ 6 ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦେଶ ଶୁଣାଇଛନ୍ତି। ଅଭିଯୁକ୍ତମାନେ ହେଲେ ରାମନାରାୟଣ ନାୟକ, କାହ୍ନୁଚରଣ ସାହୁ, କେ ବିଶ୍ୱଜିତ ପାତ୍ର, ବୁବୁଲୁ ମୁନି, ରାସବିହାରୀ ଦାସ, ବାଲାଜୀ ଆଚାରୀ। ଦୁଇ ଅଭିଯୁକ୍ତ କୋର୍ଟରେ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୋଧରେ ବିଚାରପତି ୱାରେଣ୍ଟ ଜାରି କରିଛନ୍ତି। ଟାଉନ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର ଟିମ୍ 4 ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରିଥିଲେ। 2019 ଡିସେମ୍ବର 10ରେ ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁଙ୍କୁ ଅଭିଯୁକ୍ତମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ନମ୍ବର 2 ଅଟୋକୁ ପଛରୁ ପିଟିଲା କାର, ଦୁର୍ଘଟଣାରେ ବିଧାୟକ ଆହତ। ବିଧାୟକଙ୍କ ଗାଡ଼ି ଦୁର୍ଘଟଣା। ଖୋର୍ଦ୍ଧା ବଡ଼ପୋଖରୀ ଛକରେ ନିକଟରେ ଖଲ୍ଲିକୋଟ ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଧାୟକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ ସୋମବାର ଦିନ ଖଲ୍ଲିକୋଟ ବିଧାୟକ କୌଣସି କାମରେ ଭୁବନେଶ୍ୱରରୁ ଆସୁଥିଲେ। ଟାଙ୍ଗା ବଡ଼ପୋଖରୀ ଛକ ନିକଟରେ ବିଧାୟକ ଗାଡ଼ି ଏକ ଅଟୋରିକ୍ସାକୁ ପଛପଟୁ ପିଟିଥିଲେ, ଯାହାଫଳରେ ଉଭୟ ଗାଡ଼ିର କ୍ଷତି ହୋଇଥିବାକୁ ଦେଖିବାକୁ ମିଳିଛି। ଏପରିକି ଅଟୋରିକ୍ସାର ପଛପଟଟି ଭାଙ୍ଗିଥିବା ବେଳେ ବିଧାୟକଙ୍କର କାର ମଧ୍ୟ ସାମାନ୍ୟ କ୍ଷତି ହୋଇଛି। ସେପଟେ ଦୁର୍ଘଟଣାରେ ପରେ ବିଧାୟକ ସାମାନ୍ୟ ଆହତ ହୋଇଛନ୍ତି। ବିଧାୟକଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନତା ଦେଖିବାକୁ ମିଳିଥିଲା। ନମ୍ବର 3 ପିଏଫ୍ ଆକାଉଣ୍ଟଧାରୀଙ୍କୁ ମିଳିଲା ଇପିଏଫ୍ଓ ସୁଧ ଟଙ୍କା। ମିସ୍ କଲ୍ରେ ଚେକ୍ କରନ୍ତୁ ବାଲାନ୍ସ। ଇପିଏଫ୍ଓ ୱେବସାଇଟ୍ ମଧ୍ୟରେ ବାଲାନ୍ସ ଚେକ୍ କରିପାରିବେ। ପ୍ରଥମ ହେଲା ଇପିଏଫ୍ଓର ଅଫିସିଆଲ ୱେବସାଇଟ୍କୁ ଯାଆନ୍ତୁ। 2 ଏହାପରେ ଏମ୍ପ୍ଲୟିଜ୍ କ୍ୟାଟାଗୋରୀକୁ ବାଛନ୍ତୁ। 3 ଏହାପରେ ଆପଣଙ୍କର ୟୁଏଏନ୍ ନମ୍ବର ଏବଂ ପାସୱାର୍ଡ ବ୍ୟବହାର କରି ଲଗ୍ଇନ୍ କରିବାକୁ ପଡ଼ିବ। 4 ଥରେ ଆପଣ ଲଗ୍ଇନ୍ ହୋଇଗଲେ ଆପଣଙ୍କୁ ନିଶ୍ଚିତ ଭାବରେ ମେମ୍ବରସ୍ ପାସବୁକ୍ ବିକଳ୍ପ ବାଛିବାକୁ ହେବ। 5 ଆକାଉଣ୍ଟ ପାସବୁକ୍ ପ୍ରବେଶ କରିବାକୁ ପଡ଼ିବ। ଆପଣଙ୍କୁ ୟୁଏଏନ୍ ନମ୍ବର ଏବଂ ପାସୱାର୍ଡ ପୁନଃ ପ୍ରବେଶ କରିବାକୁ ପଡ଼ିବ। ନମ୍ବର 6 ଏହାପରେ ସଦସ୍ୟ ପାସବୁକ୍ ସ୍କ୍ରିନଶଟ୍ ଦେଖାଯିବ। ମିସ୍ କଲ୍ ଦେଇ ଜାଣିପାରିବେ ବାଲାନ୍ସ। ଇପିଏଫ୍ଓ କେବଳ ଏକ ମିସ୍ କଲ୍ ଦେଇ ବାଲାନ୍ସ ଯାଞ୍ଚ କରିବା ସମ୍ଭବ କରିଛି। ବାଲାନ୍ସ ଯାଞ୍ଚ କରିବାକୁ ଆପଣଙ୍କୁ ୟୁଏଏନ୍ ପଞ୍ଜୀକୃତ ଫୋନରୁ 9966044425 ନମ୍ବରରେ ମିସ୍ କଲ୍ କରିବାକୁ ପଡ଼ିବ। ବର୍ତ୍ତମାନ ମୋବାଇଲ ନମ୍ବରରେ ଏକ ମେସେଜ ଆସିବ, ଯେଉଁଥିରେ ଆପଣଙ୍କର ବାଲାନ୍ସ ବିଷୟରେ ଲେଖାଯାଇଥିବ। ନମ୍ବର 4 ଅବପାତରେ ପରିଣତ ହେଲା ଲଘୁଚାପ। 28ରୁ ରାଜ୍ୟରେ ବର୍ଷା। ପାଣିପାଗକୁ ନେଇ ପୁଣି ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ବଙ୍ଗୋପସାଗରରେ ସ୍ପଷ୍ଟ ଲଘୁଚାପ କ୍ରମେ ଅଧିକ ଘନୀଭୂତ ହେବାରେ ଲାଗିଛି। ତେବେ ଏହାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶନାମ ମନୋରମା ମହାନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହେବ ଗଭୀର ଅବପାତ ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ କୋହଲା ପାଗ ହେବ ସହିତ ବର୍ଷା ବି ହେବ। କିଛି ସ୍ଥାନରେ ସାମାନ୍ୟ ଅଧିକ ବର୍ଷା ହୋଇପାରେ। ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ରାଜ୍ୟରେ ଲଘୁଚାପ ସିଧାସଳଖ ପ୍ରଭାବ ଅଛି କି ନାହିଁ, ଏ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ପାଣିପାଗ ବିଭାଗ କେନ୍ଦ୍ର ନିର୍ଦ୍ଦେଶନାମ ଏ ନେଇ ସ୍ପଷ୍ଟ କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ସଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି। କ୍ରମେ ତାହା ଗଭୀର ଅବପାତରେ ପରିଣତ ହେବ। ନମ୍ବର 5 ତେଲ ଦରରେ ବଡ଼ ହ୍ରାସ। ମଧ୍ୟବିତ୍ତକୁ ଖୁସି ଖବର ଦେବେ ସରକାର। ନୂଆ ବର୍ଷ ଆଗରୁ ଖୁସି ଖବର ଦେବେ ସରକାର। ଖୁବ୍ ଶୀଘ୍ର କମିବ ଖାଇବା ତେଲ ଦର। ସାଧାରଣତଃ ଲୋକଙ୍କୁ କେନ୍ଦ୍ର ସରକାର ଏକ ବଡ଼ ଖୁସି ଖବର ଦେଇଛନ୍ତି। ମୋଦି ସରକାରଙ୍କ ଏହି ଖବର ଶୁଣି ମଧ୍ୟବିତ୍ତ ପରିବାର ଖୁସି କହିଲେ ନ ସରେ। ପ୍ରକାଶ ଯେ ଖୁବ୍ ଶୀଘ୍ର କେନ୍ଦ୍ର ରନ୍ଧନ ତେଲର ମୂଲ୍ୟ ହ୍ରାସ କରିବାକୁ ଗତ କିଛି ଦିନ ହେବ ମୁଦ୍ରାସ୍ଫୀତି ସମସ୍ୟା ଦେଶକୁ ବ୍ୟଥିତ କରୁଛି। ଏହି ସମୟରେ କେନ୍ଦ୍ର ସରକାର ସାଧାରଣତଃ ଲୋକଙ୍କୁ ଏକ ଖୁସି ଖବର ଦେଇଛନ୍ତି। କେନ୍ଦ୍ର ସରକାର ରନ୍ଧନ ତେଲର ମୂଲ୍ୟକୁ ହ୍ରାସ କରିବାକୁ ଯାଉଛନ୍ତି। ବଜାରର ସୂତ୍ରରୁ ଜଣାପଡ଼ିଛି ଯେ ସୋୟାବିନ୍ ତେଲର ମୂଲ୍ୟ ଏକ ସପ୍ତାହ ପୂର୍ବରୁ ଟନ୍ ପିଛା 1235 ବା 1240 ଡଲାର ଥିଲା। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ 1155 ବା 1160 ଡଲାରରୁ ଖସି ଆସିଛି। ନମ୍ବର 6 ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ବାର୍ଦ୍ଧକ୍ୟ ଭତ୍ତା। ବାର୍ଦ୍ଧକ୍ୟ ଭତ୍ତା ନେଇ ରାଜ୍ୟ ସରକାର ଏକ ଖୁସି ଖବର ଦେଇଛନ୍ତି। ବାର୍ଦ୍ଧକ୍ୟ ଭତ୍ତାକୁ 25 ଟଙ୍କା ବଢ଼ାଇ ଦେଇଛନ୍ତି ସରକାର। ଦିଲ୍ଲୀରେ ସରକାର 80,000 ବୃଦ୍ଧାବୃଦ୍ଧଙ୍କ ପାଇଁ ଏହି ନୂଆ ବାର୍ଦ୍ଧକ୍ୟ ଭତ୍ତା ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଘୋଷଣା ପରେ ଦିଲ୍ଲୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ବର୍ତ୍ତମାନ 5,30,000 ବୟସ୍କଙ୍କୁ ପେନସନ୍ ମିଳିବ। ସେ ଯେଉଁଆଡ଼େ ଯାଉଥିଲେ ବୃଦ୍ଧାବୃଦ୍ଧମାନେ ଭତ୍ତା ପାଇଁ ଦାବି କରୁଥିଲେ। ଏହାକୁ ଦିଲ୍ଲୀ ସରକାର ଲାଗୁ କରିଦେଇଛନ୍ତି। ଏହା ଲାଗୁ ହେବା ପରେ ଗତ 24 ଘଣ୍ଟା ମଧ୍ୟରେ 10,000 ଆବେଦନ ଆସିଛି। ତେଣୁ ଏହାକୁ ବିଚାର କରାଯାଇ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ସରକାରଙ୍କ ଘୋଷଣା ଅନୁସାରେ 60ରୁ
69 ବର୍ଷ ବୟସ ବୃଦ୍ଧାବୃଦ୍ଧଙ୍କୁ ପ୍ରତି ମାସରେ 2000 ଟଙ୍କା ଭତ୍ତା ଦିଆଯିବ। ନମ୍ବର 7 2 ଦିନରେ ନିଲାମୀରେ କାହାକୁ କିଣିବ କିଏ? ଏହି ସମ୍ଭାବିତ ଖେଳାଳିଙ୍କୁ ମିଳିପାରେ 25 କୋଟିରୁ ଅଧିକ ଟଙ୍କା। IPL 2025 ପାଇଁ ମେଗା ନିଲାମ ସାଉଦି ଆରବରେ ଜେନା ସହରରେ ଅନୁଷ୍ଠିତ ହେଉଛି। 25 ଏବଂ 25 ନଭେମ୍ବର 2 ଦିନ ଧରି ଏହି ନିଲାମୀ ଅନୁଷ୍ଠିତ ହେଉଛି। ପ୍ରଥମ ଦିନରେ ଅର୍ଥାତ୍ 24 ନଭେମ୍ବର ମୋଟ 72 ଖେଳାଳିଙ୍କ ନିଲାମ ଡାକରା ହୋଇଥିଲା। ଏଥିରେ ମୋଟ 467.95 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ପ୍ରଥମ ଦିନରେ ରୁଷର ପନ୍ତ ସବୁଠାରେ ଦାମୀ ଖେଳାଳି ହୋଇଥିଲେ। ତାଙ୍କୁ ପଞ୍ଜାବ କିଙ୍ଗସ୍ 27 କୋଟି ଟଙ୍କାରେ କିଣିଥିଲା। ପ୍ରଥମ ଦିନରେ ମୋଟ 3 ଖେଳାଳି 20 କୋଟିରୁ ଅଧିକ ଟଙ୍କା ପାଇଥିଲେ। ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳିଙ୍କ ଦ୍ୱିତୀୟ ଦିନରେ ନିଲାମୀରେ କିଏ କିଣିବ ଏବଂ କାହା ଭାଗ୍ୟରେ ସମ୍ଭାବନା ସ୍ୱରୂପ 25 କୋଟିରୁ ଅଧିକ ଟଙ୍କା ରହିଛି। ନମ୍ବର 8 ମନ୍ତ୍ରୀଙ୍କ କଳା ନିର୍ଦ୍ଦେଶ। ମାସକ ଭିତରେ ନିୟମ କାର୍ଯ୍ୟକାରୀ ନହେଲେ ଏବଂ କାର୍ଯ୍ୟାନୁଷ୍ଠାନ। ପ୍ରଦୂଷଣ ନିୟନ୍ତ୍ରଣକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଶ୍ରୀକୁଣ୍ଟିଆ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଖଣି ମାଲିକ ଓ ସରକାରୀ ଅଧିକାରୀଙ୍କୁ ମନ୍ତ୍ରୀ କଡ଼ା ତାଗିଦ କରିଛନ୍ତି। ସରକାରୀ ଯୋଗାଣ ଓ ନିୟମ କାର୍ଯ୍ୟକାରୀ ପାଇଁ ମାସକର ମହଲତ ଦେବା ସହ ମାସକ ମଧ୍ୟରେ ନିୟମ ପାଳନ ନହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ସେ। ସରକାର ଯୋଜନା ଓ ନିୟମ କାର୍ଯ୍ୟକାରୀ ପାଇଁ ଦେଲେ ମାସକର ମହଲତ। ମାସକର ମଧ୍ୟରେ ନିୟମ ପାଳନ ନହେଲେ ହେବ କାର୍ଯ୍ୟାନୁଷ୍ଠାନ। ICC ପକ୍ଷରୁ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଶ୍ରୀକୁଣ୍ଟିଆ ଏହା କହିଛନ୍ତି। ନମ୍ବର 9 ଗାଡ଼ିରେ ବସିଲେ କାହିଁକି ଲାଗେ ବାନ୍ତି? ଜାଣନ୍ତୁ ଏହାର କାରଣ ଏବଂ ଚିକିତ୍ସା। ଯଦି ଆପଣଙ୍କୁ ଯାତ୍ରା ସମୟରେ ବାନ୍ତି, ମୁଣ୍ଡ ବୁଲାଇବା ଏବଂ ଅସ୍ଥିରତା ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ତେବେ ବୁଝିବାକୁ ପଡ଼ିବ ଯେ ଆପଣଙ୍କର ମୋସନ ଅସୁସ୍ଥତା ଅଛି। ଯାତ୍ରା କରିବାକୁ ଉତ୍ସାହିତ ଥିବା ଲୋକମାନେ ନୂତନ ସ୍ଥାନଗୁଡ଼ିକ ଭ୍ରମଣ କରିବାକୁ ଭଲ ପାଆନ୍ତି। କିନ୍ତୁ ଅନେକ ଲୋକ ଯେଉଁମାନେ ଯାତ୍ରା କରନ୍ତି ସେମାନେ ମୋସନ ଅସୁସ୍ଥତା ସମସ୍ୟା ପାଆନ୍ତି। ମୋସନ ରୋଗର ଅର୍ଥ ହେଉଛି ଯାତ୍ରା ସମୟରେ ବାନ୍ତି କରିବା। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଦୀର୍ଘ ସମୟ ପରେ ଯାତ୍ରା କରିବା ପରେ ଏହା ଘଟେ। କିନ୍ତୁ ଏହି ସମସ୍ୟା ସେହି ଲୋକମାନଙ୍କ ସହିତ ମଧ୍ୟ ଦେଖାଯାଇଥାଏ ଯେଉଁମାନେ ସର୍ବଦା ଯାତ୍ରା କରନ୍ତି। ଯେ ମୋସନ ଅସୁସ୍ଥତା ଏକ ପ୍ରମୁଖ ରୋଗ ନୁହେଁ କିନ୍ତୁ ଏହା ଯାତ୍ରା ସମୟରେ ଜଣେ ବ୍ୟକ୍ତିଙ୍କୁ ବିବ୍ରତ କରିଥାଏ। ନମ୍ବର 10 ଫୋର୍ଥରେ ପ୍ରଥମ ବିଜୟ ସହ ଇତିହାସ ରଚିଲା ବୁମରା ବାହିନୀ। ତିଷ୍ଠି ପାରିଲାନି କଙ୍ଗାରୁ ପେଟ। ଫୋର୍ଥରେ ପ୍ରଥମ ମହାବିଜୟ ଇତିହାସ ରଚିଲା ଟିମ୍ ଇଣ୍ଡିଆ। ବୁମରା ବାହିନୀ ସାମ୍ନାରେ ତିଷ୍ଠି ପାରିଲାନି କଙ୍ଗାରୁ ବ୍ୟାଟର। ଫେଲ୍ ମାରିଲା ଅଷ୍ଟ୍ରେଲିଆ ବ୍ୟାଟରଙ୍କ ରଣନୀତି। 290ରୁ ଅଧିକ ରନରେ ପରାଜୟ। ଆଉ ବୋର୍ଡର ଗାଭାସ୍କର ଟ୍ରଫିରେ 1-0ରେ ଆଗୁଆ ଭାରତ। ଅଷ୍ଟ୍ରେଲିଆ ମାଟିରେ ଭାରତ ଏହି ବିଜୟ ଥିଲା ବଡ଼ ବିଜୟ। ମ୍ୟାଚ୍ରେ 8 ୱିକେଟ୍ ନେଇଥିବା ଯଶସ୍ୱୀ ବୁମ୍ରା ହୋଇଥିଲେ ପ୍ଲେୟାର ଅଫ୍ ଦି ମ୍ୟାଚ୍। ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ ଦେଖାଇଛି ଭାରତ। ଦ୍ୱିତୀୟ ଇନିଂସ ମ୍ୟାଚ୍ରେ ଚତୁର୍ଥ ଦିନ ଖେଳାଯାଇଥିଲା। ସବୁ ୱିକେଟ୍ ହରାଇ ଦଳ କରିଥିବା 295 ରନ୍। ଆୟୋଜକ ଅଷ୍ଟ୍ରେଲିଆ ପାଇଁ ଜିତିବା ଥିଲା ବେଶ୍ କଷ୍ଟସାଧ୍ୟ। 534 ରନ୍ ପିଛା କରିବା କଙ୍ଗାରୁଙ୍କ ପାଇଁ ଥିଲା ବେଶ୍ ଚ୍ୟାଲେଞ୍ଜିଂ। ଅଷ୍ଟ୍ରେଲିଆ ଦଳର ଦ୍ୱିତୀୟ ଇନିଂସ କେବଳ 238 ରନ୍ରେ ଅଟକିଥିଲା। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।